ଟୋପି ଝୁଡ଼ିରେ ଟୋପି ଧରି ଯାଉଛି କୁଆଡ଼େ ବଜାରକୁ ବିକ୍ରି କରି ରହୁଛି। ଯେତେବେଳେ ବଜାରକୁ ବିକ୍ରି କରି ଯାଉଛି ଖରାଦିନ ତ ତାକୁ ଜୋରରେ ଖରା ହେଇଛି। କ'ଣ କରିବ? ଖରାରୁ ପିଲା କେମିତି ଟିକେ ବିଶ୍ରାମ ନିଅନ୍ତି ଯାଇକି ଦେଖିଲା ଗୋଟେ ବଡ଼ ବରଗଛ। ସେଇ ବରଗଛ ତଳେ ଯାଇକି ଦେଖ ଇଏ ଟୋପି ବାଲା କେମିତି ଶୋଇଛି ଏଠି ନାଇଁ। ଟୋପି ବାଲା ଯାଇକି ବିଶ୍ରାମ ନେଇଛି। ଟୋପି ଝୁଡ଼ିକି ତାର ଝୁଡ଼ିକି ଟୋପି ଝୁଡ଼ିକି ରଖିଦେଇଛି। ତାପରେ ଦେଖ ଦେଖ ଗଛ ଉପରେ କିଏ ଅଛି ଦେଖିଲ? ମାଙ୍କଡ଼ ମାନେ ଦେଖ ଗଛ ଉପରୁ ଯାଇ ତଳକୁ ଦେଖୁଛନ୍ତି। ଆରେ ଦେଖରେ ଗୋଟେ ମାଙ୍କଡ଼ କ'ଣ ଆସିକି ଟୋପି ଦେଖ ଧରିକି ଯାଉଛି କେମିତି। ଟୋପି ଧରିକି ସେ କ'ଣ କରିଛି ଉପରକୁ ଚାଲି ଯାଇଛି। ଦେଖ ମୁଣ୍ଡରେ କେମିତି ଟୋପି ପିନ୍ଧିଛି ମାଙ୍କଡ଼। ଟୋପି ନାହିଁ ଇଏ ସବୁ ଟୋପି ନେଇଯାଇଛି। ମାଙ୍କଡ଼ ମାନେ ସବୁ ଟୋପି ଧରିକି ଗଛ ଉପରକୁ ଚାଲି ଯାଇଛନ୍ତି। ଯେତେବେଳେ ଟୋପି ବାଲାର ନିଦ ଭାଙ୍ଗିଛି ଦେଖିଛି ଆଉ ତା ଝୋଳିରେ ଟୋପି ନାହିଁ। ଟୋପି ଗଲା କୁଆଡ଼େ? ଯେତେବେଳେ ଉପରକୁ ଚାହିଁଛି ଦେଖିଲା ବେଳକୁ ସବୁ ମାଙ୍କଡ଼ ମାନେ ଟୋପି ଗୋଟେ ଗୋଟେ ଲେଖା ସବୁ ପିନ୍ଧିଛନ୍ତି। ତାପରେ ଟୋପି ବାଲା ମାଗିଛି ମୋ ଟୋପି ମୋତେ ଫେରେଇ ଦିଅ, ମୋ ଟୋପି ମୋତେ ଫେରେଇ ଦିଅ। ହେଲେ କିଏ? ଟୋପି ବାଲା ସେ ମାଙ୍କଡ଼ ମାନେ ଆଉ ଟୋପି ତାକୁ ଦେଇନାହାନ୍ତି। ତାପରେ ଟୋପି ବାଲା କ'ଣ କଲା? ସେ ଭାରି ବିରକ୍ତ ହୋଇଗଲା। ଯେତେ କହିଲେ ବି ମାଙ୍କଡ଼ ମାନେ ଟୋପି ଦେଲେନି। ରାଗିକି ଟୋପି ବାଲା ତା ମୁଣ୍ଡରୁ ଟୋପିକୁ ଫିଙ୍ଗି ଦେଲା। ଯେମିତି ଟୋପି ବାଲା ଟୋପି ଫିଙ୍ଗି ଦେଇଛି ଉପରେ ଥିବା ମାଙ୍କଡ଼ ମାନେ ସବୁ ଟୋପିକୁ ତଳକୁ ଫିଙ୍ଗି ଦେଲେ। ଟୋପି ଫିଙ୍ଗି ଦେଲା। ଯେତେବେଳେ ଦେଖିବା ଦେଖ ଟୋପି ବାଲା ଯେମିତି ତା ମୁଣ୍ଡରୁ ଟୋପିକୁ ଫିଙ୍ଗି ଦେଇଛି ଗଛରେ ଥିବା ମାଙ୍କଡ଼ ମାନେ ତ ଦେଖୁଥାନ୍ତି। ସାଙ୍ଗେ ସାଙ୍ଗେ ତାଙ୍କ ମୁଣ୍ଡରୁ ସବୁ ଟୋପି ସବୁ ତଳକୁ ଫିଙ୍ଗି ଦେଲେ। ଟୋପି ଯାକ ତଳେ ସବୁ ପଡ଼ିଛି ନା ନାହିଁ। ତାପରେ ଖୁସିରେ ଟୋପି ବାଲା ଖୁସି ହେଇକି ସବୁ ଯାକ ଟୋପି କ'ଣ କଲା? ଝୁଡ଼ିରେ ପିଲାମାନେ ତମକୁ ଭଲ ଲାଗୁଛି ତ ଏଇ କାହାଣୀଟି? କାହାଣୀ କିଏ କହୁଛନ୍ତି? ଆମ ଦୀପ୍ତି ଗୁରୁମା। କିଏ କାହାଣୀ କହୁଛନ୍ତି? ଦେଖ ଟୋପି ସବୁ କେମିତି ରଖି ସାରିଛି। ଟୋପି ରଖି ତାପରେ କ'ଣ କଲା? ପୁଣି ମୁଣ୍ଡରେ ଟୋପିକୁ ବୋହିଲା। ଝୁଡ଼ିକୁ ବୋହିକି ପୁଣି ବଜାରକୁ ଚାଲିଲା ବିକ୍ରି କରିବା। ଗପର ନାଁ କ'ଣ? ମାଙ୍କଡ଼ ଓ ଟୋପି ବାଲା। ଠିକ ଅଛି ସମସ୍ତେ ଶୁଣାକୁ ଆଉ ଶୁଣା ଝିଅ।